ଏଇଟା କିନ୍ତୁ ପୁରା ସତ କଥା। ଯେବେ ଯେଉଁ ସମୟଟା ଆମ ପାଖରେ ଥିବ ତାର ମହତ୍ତ୍ୱଟା ଆମେ କେବେ ବୁଝିପାରନ୍ତିନି। ତାଠୁ ଦୂରେଇ ଯିବା ପରେ ହିଁ ଯେବେ ସେଇ କଥା ସବୁବେଳେ ମନେ ପଡ଼େ ତାର ମହତ୍ତ୍ୱଟା ସେତେବେଳେ ବୁଝା ପଡ଼େ। ଏଇଟା କେବଳ ମୋ କଥା ନୁହେଁ, ଏଇଟା ସମସ୍ତେ ଜାଣିଛନ୍ତି, ସମସ୍ତଙ୍କ ସହ ବି ହେଇଛି। ଯେତେବେଳେ ଗାଁରେ ରହୁଥିଲି, ନିଜ ଗାଁଟା ସବୁବେଳେ ଅନ୍ୟମାନଙ୍କୁ ଦେଖିକି ଭାବୁଥିଲି ହଁ ମୁଁ ବି ଯାଇଥାନ୍ତି ବାହାରେ କେଉଁଠି ରହିଥାନ୍ତି, ବାହାରର ମଜା ବି ମୁଁ ନେଇଥାନ୍ତି। କିନ୍ତୁ ସେଇଟା ଏବେ ମୁଁ ବହୁତ ଫିଲ୍ କରୁଛି, ସେଇ କଷ୍ଟଟା ଏବେ ହିଁ ଅଧିକା ଲାଗୁଛି। ଏବେ ଭାବୁଛି କାସ୍ ଗାଁରେ ଯାଇକି ରହିଥାନ୍ତି, ସାଙ୍ଗସାଥି ବାପା ସମସ୍ତଙ୍କ ସହ ମିଶିକି ପୁଣି ଥରେ ସେମିତି ରହିଥାନ୍ତି, ପୁଣି ସେଇ ପୁରୁଣା ସ୍ମୃତିକୁ ପୁଣି ଥରେ କାଢ଼ିଥାନ୍ତି। ସବୁବେଳେ ତ ଆମ ମନର ଇଚ୍ଛା ତ କେବେ ପୁରା ହୁଏନି ନା। ହେଲେ ମଧ୍ୟ ଦିନକୁ ଦିନ ବଢ଼ିଯାଉଥିବା ଜଞ୍ଜାଳ ମଧ୍ୟରୁ ଯେବେ ବି ଟିକେ ଟାଇମ୍ ପାଏ ଗାଁର ସେ ସ୍ମୃତିକୁ ସବୁବେଳେ ତାଜା କରିବା ପାଇଁ ଚେଷ୍ଟା କରେ।